ମୁଁ ତମକୁ କିଛି ଦିନ ଲକ୍ଷ୍ୟ କରୁଛି, ତମେ ଅନ୍ୟମନସ୍କ ରହୁଛ, ଚିନ୍ତାଗ୍ରସ୍ତ ରହୁଛ। ତାର କାରଣ କଣ ହେଇଛି ତମର? ତ କଥା କହିବାକୁ ଗଲେ ମୋ ଜୀବନରେ ବହୁତ ଦୁଃଖ, ତାକୁ ଗୋଟିଏ ତୁମକୁ କହୁଛି। ଗୋଟିଏ ସବୁଠୁ ବଡ ଦୁଃଖଟା ଫାଷ୍ଟ, ବାପା ମତେ ଦେଇଥିଲେ ଚାକିରି କୋଅପରେଟିଭ ସୋସାଇଟିରେ, ମୁଁ ପିଅନ ଚାକିରି ଦେଇଥିଲି। ଆଚ୍ଛା, ମତେ ପିଅନ ଚାକିରିଟା ଲାଜ ଲାଗିବା, ଚା ବୋହିବା, ଖାତାପତ୍ର ବୋହିବା, ଗାଁରେ ବୁଲି କଲେକ୍ସନ କରି ଇଏ ଲାଗିଲା। ମୁଁ ଯାହା ହଉ ସେତେ ପୋଷ୍ଟ ମାଗା ଥିଲା ଆସିଷ୍ଟାଣ୍ଟ ସେକ୍ରେଟାରୀ, ମୁଁ ସେ ପ୍ରେସିଡେଣ୍ଟ ଭାড়ାଦାରୀ କରି ପଇସା ପତ୍ର ଦେଇ ପଶିଗଲି। ଆଚ୍ଛା, ଆସିଷ୍ଟାଣ୍ଟ ସେକ୍ରେଟାରୀରେ ଇଏ ଆଉ ପରମାନେଣ୍ଟ ହେଲାନି। ଆଚ୍ଛା, ଆଚ୍ଛା। ସେ ଯୋଉ ନେଇଥିଲା ଲକ୍ଷେ ଖଣ୍ଡ ଟଙ୍କା ତାକୁ ମାଗିବାରୁ ସେ ଟଙ୍କା ଉଷା ଥିଲା, ଗାଳି ବିରୋଧ କଲା, ମୁଁ ବି ବିଷ ଖାଇଦେଲି। ସେ ମେଡିକାଲରେ ରହିଲି, ଏଇ ଶ୍ୱଶୁର ଘର ଭଲ କଲେ। ବାବୁରେ, ମଣିଷ ଜୀବନ ହଉଛି ଦେବଦୁଲ୍ଲଭ। ସେତିକି ପୁଣ୍ୟ ଅର୍ଜନ କଲେ ମଣିଷ ଜନ୍ମ ମିଳିଥାଏ। ତମକୁ ଜୀବନ ହରେଇବାର ଅଧିକାର କିଏ ଦେଲା? ନାଇଁ ସେ କଥା ନୁହେଁ, ଏ ପ୍ରକାର ଡିସିସନ ତମେ ନେଲ କାହିଁକି? ଆଉ ଶୁଣନ୍ତୁ, ମାଇଣ୍ଡଟା ମୋର ଡିଷ୍ଟର୍ବ ହେଇଗଲା, କଣ୍ଟ୍ରୋଲ କରିପାରିଲି, ଚାକିରି ପଳେଇଲା। ବାପା ଆଜି କୁହନ୍ତି ପିଅନରେ ଥିଲେ କୋଉ ଛୁଆ ବାହାର କରିପାରିନଥାନ୍ତା, ଚତୁର୍ଥ ଶ୍ରେଣୀ କର୍ମଚାରୀ। କିନ୍ତୁ ମୁଁ ଯୋଉ ଚାକିରିଟାକୁ ଛୋଟ ଭାବିଲି, ତାର କର୍ମଫଳ ହୋଇଛି। ମୁଁ ଏବେ ଗାଁକୁ ଯାଉନି, ଗାଁକୁ ଗଲେ ଲୋକେ କହନ୍ତି ଆରେ ତୋ ଦରମା ପାଇଥାନ୍ତୁ, ତୋ ପଇସା କିଏ ଖାଉଥାନ୍ତୁ, ବର୍ତ୍ତମାନ 12 ଶୁଣ୍ଢି ପିନ୍ଧା ହଉଛି। ଏଇ ଯୋଉ ଛୋଟ ଭାବିକି ମୁଁ ଆଜି ହରେଇକି, ମୁଁ ବହୁତ ମାନସିକ ଦୃଷ୍ଟିରେ ସିଏ ଗୋଟେ ରହିଛି। ଆହୁରି ବହୁତ ଅଛି, ମୁଁ ତୁମକୁ ଷ୍ଟେପ ବାଇ ଷ୍ଟେପ କହିବି। ଏଇ ଦୁଃଖଟା ମୋର ଯେ ନିଜ ଚାକିରିଟାକୁ ମୁଁ ଛୋଟ ଭାବିକି ଆଜି ହରେଇକି ଏଠି ସେଠି କାମ କରୁଛି। ବାବୁରେ, ଗୋଟେ ଛୋଟିଆ କଥା ମନେ ରଖ, ଏ ଧରାଧାମରେ ଯିଏ ତମକୁ ଜନ୍ମ ଦେଇଛି, ତମେ ଯେତେବେଳେ ଟିକେ ଭୂମିଷ୍ଠ ହେଲ, ସେତିକିବେଳୁ ତମେ କଣ କର୍ମ କରିବ ନିର୍ଦ୍ଧାରଣ କରିକି ଛାଡିଛି। ତମେ ଯୋଉ ଭାବୁଛ ମୁଁ ଛୋଟ ଭାବିକି ତାକୁ ଛାଡିଦେଲି, ବଡ ଆଶା କରିକି ଆସିଷ୍ଟାଣ୍ଟ ସେକ୍ରେଟାରୀ ଚାକିରି କରିବା ପାଇଁ ଦୌଡ଼ିଲି, ଟଙ୍କା ଦେଲି, ମନସ୍ତାପ ହେଲା, ଚାକିରି ହେଲାନି, ଟଙ୍କା ମାଗିଲି, ସେ ମତେ ଗାଳି ଗୁଲଜ କଲା, ଡିସିସନ ନେଇ ବିଷ ଖାଇଥିଲ, ସେଇଟା ନୁହଁ। ସେ ଆଗରୁ ନିର୍ଦ୍ଧାରଣ କରାଯାଇଛି ଯେ ଏଇ ବାଟ ଦେଇକିରି ତମେ ଅତିକ୍ରମ କରିବ। କିନ୍ତୁ ତମେ ବୁଝିବା ପିଲା, ବୟସ ବି କିଛି କମ ହେଇନି, ଏ ପ୍ରକାର ଡିସିସନ ନେବା ଉଚିତ ନୁହଁ। କାହିଁକି କହୁଛି ନା, ଜୀବନଟାକୁ ଆମେ ତିଆରି କରିବାଟା ଆମ ହାତରେ ବି ନାହିଁ, ସୃଷ୍ଟି କରିବାର କ୍ଷମତା ଆମ ହାତରେ ନାହିଁ। ଆମ ମାଧ୍ୟମରେ ସୃଷ୍ଟି ହଉଛି, କିନ୍ତୁ ସେ କ୍ଷମତାଟା ହଉଛି ଉପରବାଲା ହାତରେ। ନାଇଁ, ସେଇ ଭୁଲଟା କରିଛି ବୋଲି ଆଜି ପର୍ଯ୍ୟନ୍ତ ମୁଁ ଅନୁତପ୍ତ କରୁଛି। ଗାଁକୁ ବି ଯାଉନି, 15 ବର୍ଷ ହେଲା ଗାଁ ବି ଛାଡି ଦେଇଛି। ଭୁଲ କଥା, ଲାଜ ଲାଗୁଛି, ଭୁଲ କାମ କରିଦେଲି। କିଛି ଭୁଲ ତମେ କରିନାହ। ଆହୁରି ସବୁଠୁ ବଡ ଦୁଃଖ କଣ ଜାଣିଛନ୍ତି ଆପଣ? କଣ? ମୁଁ ନିଜେ ଲୋକଙ୍କୁ ବୁଝାଏ, ପିତା ମାତା ସୁଖୀ ଥିଲେ ପୁତ୍ର ହୁଏ ସୁଖୀ, କିନ୍ତୁ ମୋ ବାପା ମାଙ୍କର ସେବା ମୁଁ କରିପାରୁନାହିଁ। ପରିସ୍ଥିତି ଏମିତି କରିଛି, ସ୍ତ୍ରୀ ଛୁଆ ଘର ସଂସାର ଏମିତି କରିଛି, ଘର ଛାଡିଲା ପରେ ବାପା ମାଙ୍କର ସେବା କରିପାରୁନି। ସେଇଟା ମୋର ବହୁତ ବଡ ଦୁଃଖ। ଅନୁତାପ କରୁଛି କିନ୍ତୁ କିଛି କରିପାରୁନି, ଗୋଡ ହାତ ବନ୍ଧା ଆସେ। ଓହୋ, ଏତ ବଡ ଦୁଃଖ କଥା। ତଥାପି ତମେ କର୍ମମୟ ଜୀବନ ଭିତରେ କିଛି ସମୟ ବାହାର କରିକି ବାପା ମାଙ୍କର ସେବା କରିବା ପାଇଁ ଚେଷ୍ଟା କର। କରିପାରୁନ, ଯୋଉଟା କହୁଛ ଠିକ, ଜଞ୍ଜାଳରେ ତମେ ବାନ୍ଧି ହେଇଯାଇଛ, ତେଣୁ କରିପାରୁନ। ବାପା ମାଙ୍କର ସେବା ଶୁଶ୍ରୂଷା କରିବା ପାଇଁ ଚିନ୍ତା କର। କାହିଁକି ନା, ଆମେ ଯଦି ଜଗନ୍ନାଥଙ୍କୁ ପୂଜା କରୁଛେ, ରାମକୁ ପୂଜା କରୁଛେ, ଶିରିଡି ସାଇକି ପୂଜା କରୁଛେ, ତାଙ୍କର ସ୍ୱରୂପ ମାତ୍ର, ତାର ଗୋଟେ ମୂର୍ତ୍ତି ଥୁଆ ହେଇଛି, ଆମେ ତାକୁ ଦେଖିକି ପୂଜା ଅର୍ଚ୍ଚନା କରୁଛେ। ମୁଁ ଜାଣିଛି ବାବା, ମୁଁ ଜାଣିଛି ପିତା ମାତା ସବୁଠୁ ବଡ ଦେବତା, କିନ୍ତୁ ମୁଁ ଉପାୟ ନାହିଁ, କରିପାରୁନାହିଁ। ଗାଁରେ ମୋର ଘର ନାହିଁ, ବିଲ ବାଡି ପଡିଛି, ଘରଟିଏ ପଡିଛି, ଘର ଘର ନାହିଁ। କାରଣ ମୁଁ ଯାଇପାରୁନି, କିଛି କରିପାରୁନି। ଏଇ ଯୋଉ ସ୍ତ୍ରୀ ଛୁଆଙ୍କୁ, ଝିଅ ପଢୁଛି, ପୁଅ ପଢୁଛି, ଗାଁରେ ସୁବିଧା ନାହିଁ, ଘର ନାହିଁ, ଏମିତି ପରିସ୍ଥିତିରେ ମୁଁ ଯାଇପାରୁନି, ବାହାରେ ପଡିକି ରହିଛି। ଶୁଣ, ତମେ ଯାଇପାରୁନ ଯୋଉ କହୁଛ, କର୍ମମୟ ଜଞ୍ଜାଳମୟ ଜୀବନ ଭିତରେ ଜୀବନଚର୍ଯ୍ୟା କରିବା ଭାରି କଷ୍ଟ ବାବା। ଏଇଥିପାଇଁ ମୋ ମାଇଣ୍ଡଟା ଡିଷ୍ଟର୍ବ ହୁଏ, ବେଳେ ମଦ ପିଇଦିଏ। ତମେ ଗୋଟେ କଥା କର,
ଯୋଉ କହୁଛ ମାଇଣ୍ଡ ଡିଷ୍ଟର୍ବାନ୍ସ ହୁଏ, ମଦ ପିଇଦିଏ, ମଦ ପିଇଦେଲେ ମାନସିକ ଶାନ୍ତି ମିଳେ ବୋଲି ତମେ ଭାବୁଛ, କିନ୍ତୁ ସେଟା ସମ୍ପୂର୍ଣ୍ଣ ଭୁଲ। ମୁଁ ତମକୁ ଦିଟା କଥା କହୁଛି, ଯଦି କଥା ମାନିବ ତାହେଲେ କହିବି ନା ହଉ। ଏ ସବୁ ଦୁଃଖ ସନ୍ତାପ ତମର ଲାଘବ ହେଇଯିବ। ତମେ ପ୍ରତିଦିନ ସକାଳୁ ଉଠିକି ଯେତେବେଳେ ନିତ୍ୟକର୍ମ ସାରୁଛ, ଗାଧେଇକିରି ମହାପ୍ରଭୁ ସୂର୍ଯ୍ୟଦେବଙ୍କୁ ନମସ୍କାର ଟିକେ କରିକି ତମ ଦୁଃଖ ଜଣା। ଜଗନ୍ନାଥଙ୍କୁ ତମ ଦୁଇ ବାହୁ ଟେକି ଦେଇକିରି ତମ ଦୁଃଖ ଜଣାଅ। ନିଶ୍ଚିତ ଭାବରେ ତମର ଆଗାମୀ ଦିନରେ ଭଲ ହବ ଏବଂ ତମେ ଯାହା ଚାହୁଁଛ ତା କରିପାରିବ। ଏତିକି ମାତ୍ର ମୋର କଥା ରଖ, ଏତିକି କଥା କର, ବୁଝିଲ ବାବା? ହଉ ବାବା, ତାପରେ ଦେଖ ମୁଁ କହିବି ଦ୍ୱିତୀୟ ଅଧ୍ୟାୟରେ। ଏତିକି କହିଲେ ମୋ ଟାଇମ ତ ହେଇଗଲା।